ଦେବଙ୍କ ଦେହାନ୍ତ ମୁଁ ନିଶ୍ଚିତ ଭାବରେ କହିବି ଆକସ୍ମିକ। ମୋତେ ଏଇଟା କାହିଁ ମୁଁ ବିଶ୍ୱାସ କରିପାରୁନି, କାହିଁକିନା ମୁଁ ବ୍ୟକ୍ତିଗତ ଭାବରେ ମର୍ମାହତ। ମୁଁ ଜାଣିଛି ତାଙ୍କର ପରିବାର ତ ବହୁତ ମର୍ମାହତ ଏବଂ କଂଗ୍ରେସ ଲୋକ ହିସାବରେ, କଂଗ୍ରେସର ଜଣେ ସଂଗଠକ ଭାବରେ ଦେବବାବୁ ତାଙ୍କର ପରିଚୟ ସୃଷ୍ଟି କରିଛନ୍ତି ଏବଂ ସେ ଜିଲ୍ଲା କଂଗ୍ରେସର ସଭାପତି ହିସାବରେ ମୋ ସମୟରେ ସେ ଜିଲ୍ଲା କଂଗ୍ରେସର ସଭାପତି ଥିଲେ। ମୁଁ ଯେତେବେଳେ ଏଠି ପିସିସି ଥିଲି ଭାଇସ୍ ପ୍ରେସିଡେଣ୍ଟ, ମୁଁ ତାଙ୍କୁ ଜିଲ୍ଲା ସଭାପତି ସେଠି କରାହେଇଥିଲା। ମୁଁ ଜାଣିଛି ସେ କେତେ ନିଷ୍ଠାପର ଏବଂ ନିର୍ଭୀକ ସଂଗଠକ ଏବଂ ଖାଲି ସଂଗଠକ ନୁହଁ, ସେ ଲୋକମାନଙ୍କ ସହିତ ତାଙ୍କର ସମ୍ପର୍କ ଏବଂ ତାଙ୍କର ଲୋକମାନଙ୍କ ପ୍ରତି ଏତେ ଆନ୍ତରିକତା ବୋଧେ କମ୍ ବହୁତ ନେତାଙ୍କର ଦେଖାଯାଏ, ଯେଉଁଥିପାଇଁ ସାମାଜିକ ସ୍ତରରେ ତାଙ୍କର ପ୍ରତିଷ୍ଠା ବହୁତ ଅଧିକ ଥିଲା। ସେ ଯେତେବେଳେ ଯେଉଁ ଦାୟିତ୍ୱରେ ରୁହନ୍ତି ସେ ଦାୟିତ୍ୱ ନିଷ୍ଠାର ସହିତ ପାଳନ କରନ୍ତି, ସମ୍ପୂର୍ଣ୍ଣ କରନ୍ତି। ଜଣେ ବିଧାୟକ ହିସାବରେ ଅଳ୍ପ ସମୟ ଗୋଟେ ଥର ହେଲେ ବି ତାଙ୍କ ପରିଚୟ ବିଧାନସଭାରେ ଛାଡ଼ିକି ଯାଇଛନ୍ତି। ଜଣେ ମାନେ ଶକ୍ତିଶାଳୀ ପ୍ରଭାବଶାଳୀ ବିଧାୟକ ଭାବରେ ଲୋକମାନଙ୍କ ସମସ୍ୟା ଉଠାଇବାରେ, ରାଜ୍ୟ ସମସ୍ୟା ଉଠାଇବାରେ ସେ କେବେ ପଛାନ୍ତି ନାହିଁ ଏବଂ ସେ କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ତାଙ୍କର ଅବଦାନ ଅତୁଳନୀୟ। ତା ସହିତ ରାଜ୍ୟ କଂଗ୍ରେସର ମଧ୍ୟ, ରାଜ୍ୟ କଂଗ୍ରେସ ଜଣେ ବହୁତ ନିଷ୍ଠାପର କର୍ମୀ, ନିର୍ଭୀକ, ନିଷ୍ଠାପର ଏବଂ ଯାହାଙ୍କ ମନ ଭିତରେ କେବଳ ଲୋକମାନଙ୍କର ସେବା, ସେହିଭଳି ଏକ ବ୍ୟକ୍ତିତ୍ୱକୁ ହରାଇଛି। ତାହା କେବେ ଏଭଳି ବ୍ୟକ୍ତିତ୍ୱ କଂଗ୍ରେସ ଦଳକୁ ବହୁତ କ୍ଷତିଶୀଳ କରିବ।